ମାନେ ଆଜି ଆମେ ପଢିବା ଏକ ସୁନ୍ଦର ବିଷୟ ଆମ ଅଷ୍ଟମ ଶ୍ରେଣୀ ସାହିତ୍ୟ ବହିର ଚେଙ୍କ ଆତଙ୍କ। ପିଲାମାନେ ଚେଙ୍କ କଣ କିରେ ପିଲାମାନେ? ପିଲାମାନେ ଦେଖିଥିବ ଯେତେବେଳେ ଗରମ କୌଣସି ଜିନିଷକୁ ମନେକର ପିଠାପାତିଆ ଏଇଟା ମନେକର ହେଲା, ପିଠାପାତିଆକୁ ଆମ ଦେହରେ ମାରିଦେବା ହେଲା, ଗରମ ପିଠାପାତିଆକୁ ପୁରା ଧାଉ ଧାଉ ପୁରା ନିଆଁ ସହିତ ଦିଏ, ସେତେବେଳେ ଏଇଟାକୁ ଆମେ ଚେଙ୍କ କହିବା। ତାହେଲେ ଏଇଟା କଣ କିରେ ପିଲାମାନେ? ୟା ବିଷୟରେ ପଢିବା। ଏକ ସୁନ୍ଦର ବିଷୟ ପିଲାମାନେ, ଇଏ ଆମ ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ଏ ବିଷୟ ଆମକୁ ଆଗକୁ ନେଇଯିବ। ସେଇଥିପାଇଁ ଆମ ବହିରେ ଏବେ ନୂଆ ନୂଆ ବିଷୟ ସବୁ କ'ଣ ଯୋଡ଼ି ଦିଆଯାଉଛି। ଆମ ମନରୁ କେମିତି ଅନ୍ଧବିଶ୍ୱାସକୁ ଦୂର କରିବା, କେମିତି ଆମେ ପୂର୍ବ କ'ଣ ପାଠରେ ପଢ଼ିଲେ ବୈଜ୍ଞାନିକ ମନୋବୃତ୍ତିକୁ ଆପଣେଇବା ହେଲା। ତାହେଲେ ପିଲାମାନେ ପୂର୍ବରୁ ଆମେ ପଢ଼ିଛେ ବୈଜ୍ଞାନିକ ମନୋବୃତ୍ତି ଓ ରୋଗୀ ସେବା ଗଦ୍ୟ ରଚନା ଦୁଇଟି ଆମେ ପାଠ କରିଛେ, ବୁଝିହେଲା। ଏଥିରେ ମନୁଷ୍ୟ ଜୀବନର ବୈଜ୍ଞାନିକ ମନୋବୃତ୍ତିର ପ୍ରୟୋଜନ ଓ ଅନ୍ଧବିଶ୍ୱାସର ଅପକାରିତା ବିଷୟରେ ବୁଝିପାରିଛ। ଆମ ସମାଜରେ ବର୍ତ୍ତମାନ ମଧ୍ୟ ବହୁ ପ୍ରକାର ଅନ୍ଧବିଶ୍ୱାସ ରହିଛି। ଏହିସବୁ ଅନ୍ଧବିଶ୍ୱାସ ସମ୍ବନ୍ଧରେ ଲୋକମାନଙ୍କୁ ଶିକ୍ଷା ଦେବା ଓ ସେଗୁଡ଼ିକ ଦୂର କରିବା ପାଇଁ ଚେଷ୍ଟା କରିବା ଆମର କର୍ତ୍ତବ୍ୟ ହେଲା। ଆମେ ଏଇ ବିଷୟକୁ ପଢ଼ିଲେ ଅନ୍ଧବିଶ୍ୱାସ ଫଳରେ ଏବେ ବି ଆମ ସମାଜରେ କିପରି ଶିଶୁମାନେ ଏହାର ଶିକାର ହୋଇ ଅସହ୍ୟ ଯନ୍ତ୍ରଣା ସହି ମୃତ୍ୟୁବରଣ କରୁଛନ୍ତି ତାହା ବୁଝି ହେବ, ବୁଝିଲା। ତାହେଲେ ପିଲାମାନେ ଆଜି ବି ପିଲାମାନେ ଅନ୍ଧବିଶ୍ୱାସର ଆମ ସମାଜରେ ଶିଶୁମାନେ କ'ଣ ଅନ୍ଧବିଶ୍ୱାସ ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି, ଏହାକୁ ପଢ଼ିଲେ ଆମେ ବୁଝିପାରିବା। ତାହେଲେ ପିଲାମାନେ ନିମ୍ନରେ ଦିଆଯାଇଥିବା ଖବରକାଗଜର ଅଂଶ ଓ ଛବିକୁ ଦେଖ। ପିଲାମାନେ ଏଇ ଖବରକାଗଜରେ ଏଇ ଛବି ବା ଅଂଶକୁ ଆମେ ଏଇଠି ଦେଖ, ଆମର ଦେଖ ଚେଙ୍କ ଦିଆହେଇଛି ସବୁ ହେଲା, ସବୁ ଦେଖ ପେଟରେ ତାର କେତେ ଚେଙ୍କ ଦିଆହେଇଛି। ତାହେଲେ ପିଲାମାନେ ଏକ ଛୋଟ ପିଲାକୁ ଚେଙ୍କ କ'ଣ ଏତେ, ତା ବିଷୟରେ ପଢ଼ିବା। ପିଲାମାନେ ପେଟରେ ଗରମ ଲୁହା ଚେଙ୍କ ଦେବା ଫଳରେ 5 ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ବିଗତ 2 ମାସ ଭିତରେ ଗରମ ଚେଙ୍କ ହେତୁ 7 ଜଣ ଶିଶୁ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ପିଲାମାନେ ସେ ଛୋଟ ପିଲାଟେ ଦୁନିଆ ଦେଖିନି, ଗରମ ଚେଙ୍କର ତାଉ ସହିଲାଣି ଏବଂ ସେଥିରେ 2 ଜଣ ଶିଶୁଙ୍କର ଜୀବନ ମଧ୍ୟ ଚାଲିଗଲାଣି। ଆଉ 5 ଜଣ ଶିଶୁ କ'ଣ ପୁରା ଚେଙ୍କରେ ଡହଳ ବିକଳ ହେଉଛନ୍ତି, କେମିତି କଷ୍ଟ ସହୁଛନ୍ତି। ତାହେଲେ ପିଲାମାନେ ଏମାନଙ୍କୁ ଚେଙ୍କ ଦଉଛି କିଏ? ଏହା ଯଦି ଏତେ କଷ୍ଟ, ଏହା ଦଉଛି କିଏ? ଏଇଠି ଉତ୍ତର ପିଲାମାନେ। ଏ ପ୍ରଥା ବିଷୟରେ ତୁମେ କ'ଣ ଭାବୁଛ ପିଲାମାନେ? ଏସବୁ କ'ଣ ଭଲ? ଏ ଅନ୍ଧବିଶ୍ୱାସର ପରିସମାପ୍ତି ପାଇଁ ତୁମର କିଛି ଦାୟିତ୍ୱ ଅଛି ବୋଲି ତୁମେ ଭାବୁଛ କି? ତଳେ ଦିଆଯାଇଥିବା ପାଠ ପଢ଼ିଲେ ସମାଜରୁ ଏଭଳି କୁପ୍ରଥା ଦୂର କରିବା ପାଇଁ ତୁମେ କ'ଣ କରିପାରିବ ବୁଝିପାରିବ। ପିଲାମାନେ ପିଲାମାନେ ବାଘପଦା ଓଡ଼ିଶାର ଉପାନ୍ତ ଅଞ୍ଚଳର ଗୋଟେ ଗାଁ ହେଉଛି ବାଘପଦା ଗାଁର ନାଁ। ଏହି ଗାଁରେ 2 ସାଙ୍ଗ ସୁରେଶ ଆଉ ହରିଙ୍କର ଘର। ସୁରେଶ ସହରରେ ଚାକିରି କରେ ଓ ସେଠାରେ ରହେ। ହରି ଗାଁରେ ରହି ଚାଷବାସି କରି ଚଳେ। ସୁରେଶର ଆଧୁନିକ ଚଳଣି, କାରଣ ସେ ସହର ରହେ, ବିଜ୍ଞାନ ଆଧାରରେ ସେ ସବୁ କଥା ବିଚାର କରେ। ପିଲାମାନଙ୍କ ଦେହ ଖରାପ ହେଲେ ସେ ଡାକ୍ତରଙ୍କ ପରାମର୍ଶ ନିଏ, ଯୁକ୍ତିଯୁକ୍ତ କଥା କହେ ଓ କାର୍ଯ୍ୟରେ କରି ଦେଖାଏ। ହରି ପାଠ ପଢ଼େ ନାହିଁ, ସେ ଗାଁର ଗୁଣିଆ ପୂଜାରୀ ଦିଶାରୀଙ୍କ କଥାରେ ବିଶ୍ୱାସ କରେ। ଛୁଆଙ୍କୁ ହାଡ଼ ଫୁଟି ମିଳେମିଳା ହେଲେ ପଣା ଦିଏ ଓ ଗୁଣିଆ ଡକାଏ ଝଡ଼ା ଫୁଙ୍କା କରିବା ପାଇଁ, ବୁଝିହେଲା ତ ପିଲାମାନେ। ସହରରେ ସେ ପଢ଼ିଲା, ସେ ବିଜ୍ଞାନ ଉପରେ ବିଶ୍ୱାସ କଲା, ଯଦି ରୋଗ ହେଲା ସେ ଡାକ୍ତରଙ୍କ ପରାମର୍ଶ ନେଲା। କିନ୍ତୁ ଇଏ ଗାଁ ରହି ଚାଷବାସ କଲା, ପାଠ ପଢ଼ିଲା ନାହିଁ। ତେଣୁ ତାର ଯେତେବେଳେ ହାଡ଼ ଫୁଟି ମିଳିମିଳା ହେଲା, ସେ ଗୁଣିଆ ଡକାଇ ଝଡ଼ା ଫୁଙ୍କା କରେ। ଗ୍ରାମର ଠାକୁରାଣୀଙ୍କଠାରେ ବୋଦା କୁକୁଡ଼ା ଆଦି ବଳି ଚଢ଼ାଏ। ସୁରେଶ ଗାଁକୁ ଆସିଲେ ତାକୁ ଏସବୁରେ ବୁଝାଏ। ଯୁଗ ଆଜି କେଉଁଠି ପହଞ୍ଚିଲାଣି, ବୈଜ୍ଞାନିକଗଣ ସବୁ ରୋଗର କାରଣ ଖୋଜି ଔଷଧ ବାହାର କଲେଣି। ଏତେ ବୁଝାଇବା ପରେ ବି ହରିର ମନ ବଦଳେ ନାହିଁ। ତାର ସେଇ ଗୁଣିଗାରେଣୀ ଉପରେ ବିଶ୍ୱାସ। ଏଇ ଅନ୍ଧବିଶ୍ୱାସକୁ ନେଇ ସେ ବଞ୍ଚେ, ବୁଝିହେଲା ତ ପିଲାମାନେ। ଥରକର କଥା କ'ଣ ହେଇଛି? ହରିର 6 ମାସର ପୁଅର ଦେହ ଖରାପ ହେଲା, ମାତ୍ର 6 ମାସର। ତାକୁ ଜ୍ୱର ଓ ଝାଡ଼ା ହେଲା। ଭଲ ନ ହେବାରୁ ସେ ଗୁଣିଆକୁ ଡାକି ଆଣିଲା। ଗୁଣିଆ ଶିଶୁର ପେଟରେ ଚେଙ୍କ ଦେବା କଥା କହିଲେ। ଚୁଲିରେ ଲୁହା ଗରମ କରି ଶିଶୁଟିର ପେଟରେ ଚେଙ୍କ ଦେଲେ। ପୁଣି କହିଲେ କୁକୁଡ଼ା ବଳି ଦେଲେ ଦେହରୁ ଡାହାଣୀ ଛାଡ଼ିଯିବ ଓ ପିଲାଟି ଭଲ ହୋଇଯିବ।
ଗୁଣିଆ କହିବା ଅନୁସାରେ ସେ ସବୁ କରାଗଲା, କିନ୍ତୁ ଜ୍ୱର ଛାଡ଼ିବାର ନାଁ ଗନ୍ଧ ନେଲାନି। ଚେଙ୍କ ଜାଗାଟି ଅକ୍ରାନ୍ତ ହୋଇ ବିଷାକ୍ତ ଓ ସଂକ୍ରମିତ ହେଲା। ପିଲାଟି ଯନ୍ତ୍ରଣାରେ ଛଟପଟ ହୋଇ ନିସ୍ତେଜ ହୋଇଗଲା। ଖବର ପାଇ ପିଲାମାନେ ଦେଖିଲ ଆଜି ବି ସେଇ ଅନ୍ଧବିଶ୍ୱାସ। ତାର ଝାଡ଼ା ଜ୍ୱର ହେଲା କ'ଣ ସେ କ'ଣ କଲା, ଗୁଣିଆ ଡାକି ପେଟରେ ଚେଙ୍କ ଦେଲା। ପିଲାମାନେ ଗରମ ଲୁହାକୁ ଗୋଟେ 6 ମାସର ଶିଶୁର ପେଟରେ ଦିଆଗଲା। ବୁଝିଲା ତ? ତାହେଲେ ଏକଥା ସୁରେଶ ଖବର ପାଇଗଲା। ଖବର ପାଇ ସୁରେଶ ଆଜି ଜବରଦସ୍ତ ପାଖ ଡାକ୍ତରଖାନାକୁ ନେଇଗଲା। 8 ଦିନ କାଳ ପିଲା ବାପା ମା ସଭିଏ କଷ୍ଟ ପାଇଲେ। ଯାହା ହେଉ ପିଲାଟି ବଞ୍ଚିଗଲା, ହେଲେ ତାର ଦେହଯାକ ଫଟକା ଦାଗ ରହିଗଲା। ହରି ନିଜର ଭୁଲ ଏଠି ପିଲାମାନେ ବୁଝିଗଲା। ସହରରେ ପିଲାମାନେ ଡାକ୍ତରଙ୍କ ଔଷଧ ଖାଇ ଭଲ ହେଲା ବେଳେ ତାର ପୁଅ ମରିଯାଇଥାନ୍ତା। ଏକଥା ବୁଝିଲା ପରେ ତାର ଅନ୍ଧବିଶ୍ୱାସ ତୁଟିଲା। ତାଙ୍କ ଗାଁ ସ୍କୁଲରୁ ପିଲା ଦୀପୁ ଶିପୁ ଏକଥା ଗାଁ ଲୋକଙ୍କୁ ବୁଝାଇଲେ। ଲୋକମାନେ ପ୍ରଭାବିତ ହୋଇ ପିଲାଙ୍କ ଦେହ ଖରାପ ହେଲେ ଏଥର ଡାକ୍ତରଙ୍କୁ ନେଲେ, ଆଉ ଚେଙ୍କଦିଆ ଗୁଣିଆଙ୍କୁ ପାଖକୁ ଗଲେ ନାହିଁ। ବୁଝିହେଲା ତ ପିଲାମାନେ? ଆମେ ଚେଙ୍କ, ଏରା ସବୁ ଅନ୍ଧବିଶ୍ୱାସ ପିଲାମାନେ। ଆମେ ଡାକ୍ତରଙ୍କ ପରାମର୍ଶ ନେବା। ଦୀପୁ ଓ ଶିପୁଙ୍କ କାର୍ଯ୍ୟର ଚର୍ଚ୍ଚା ସବୁଆଡ଼େ ହେଲା, ଖବରକାଗଜରେ ବାହାରିଲା। ସେମାନେ ମୁଖ୍ୟମନ୍ତ୍ରୀଠାରୁ ପୁରସ୍କାର ପାଇଲେ। ଏ ଖବର ପ୍ରସାରିତ ହେବାରୁ ବହୁ ଲୋକ ଚେଙ୍କ ଚିକିତ୍ସା ନ କରାଇ ରୋଗୀଙ୍କୁ ଡାକ୍ତରଖାନାକୁ ନେଇଗଲେ। ଫଳରେ ଶିଶୁଙ୍କର ମୃତ୍ୟୁହାର କମିଗଲା। ଏପରି ଭାବରେ ଚେଙ୍କ ଆତଙ୍କ ଦୂର ହେଲା। କେତେ ସୁନ୍ଦର ବିଷୟ ପିଲାମାନେ କହିଲ?